ପ୍ରାକ୍ରୀତି ସାହିତ୍ୟ। ପଞ୍ଚସଖା ଯୁଗର ଦ୍ୱିତୀୟ ଭାଗକୁ ଅନ୍ୟ କେଉଁ ନାମରେ ମଧ୍ୟ ନାମିତ କରାଯାଇପାରିବ? ଉତ୍ତର ପ୍ରାକ୍ରୀତି ଯୁଗ। ପ୍ରାକ୍ରୀତି ଯୁଗର କବିଗଣଙ୍କର ଓଡ଼ିଆ ସାହିତ୍ୟ ବିକାଶ ଧାରାରେ କି ଭୂମିକା ଥିଲା? ଉତ୍ତର କାବ୍ୟ କବିତା ରଚନା କରି ଆଗାମୀ ରୀତିଯୁଗ ପାଇଁ କ୍ଷେତ୍ର ପ୍ରସ୍ତୁତ କରିଥିଲେ। ଆର୍ତ୍ତବଲ୍ଲଭ ମହାନ୍ତିଙ୍କ ଅନୁସାରେ ଅର୍ଜୁନ ଦାସଙ୍କ ଆବିର୍ଭାବ କାଳ ଉତ୍ତର ହେଉଛି 1520 - 1530 ଖ୍ରୀଷ୍ଟାବ୍ଦ। ଓଡ଼ିଆ ସାହିତ୍ୟରେ ପ୍ରଥମ ଛନ୍ଦବଦ୍ଧ ପୌରାଣିକ କାବ୍ୟ କେଉଁଟି? ଉତ୍ତର ରାମବିଭା। ରାମବିଭା କାବ୍ୟର ରଚୟିତା କିଏ? ଉତ୍ତର ଅର୍ଜୁନ ଦାସ। ଅର୍ଜୁନ ଦାସ କାହାର ବନ୍ଦନା ଗାଇ ରାମବିଭା ଗ୍ରନ୍ଥ ଆରମ୍ଭ କରିଛନ୍ତି? ଉତ୍ତର ଶ୍ରୀ ଜଗନ୍ନାଥ। ରାମବିଭାର କଥାବସ୍ତୁ କେଉଁ ଦୁଇଟି ଗ୍ରନ୍ଥରୁ ଆହରିତ? ଉତ୍ତର ସାରଳା ମହାଭାରତ ଓ ରାମାୟଣ। ରାମବିଭା କାବ୍ୟର କିଏ ବକ୍ତା ଓ କିଏ ଶ୍ରୋତା? ଉତ୍ତର ବକ୍ତା ମାର୍କଣ୍ଡେୟ ଓ ଶ୍ରୋତା ଯୁଧିଷ୍ଠିର। ଓଡ଼ିଆ ସାହିତ୍ୟର ସର୍ବପ୍ରଥମ ବିଧିବଦ୍ଧ କାଳ୍ପନିକ କାବ୍ୟ କେଉଁଟି? ଉତ୍ତର କଳ୍ପଲତା। କଳ୍ପଲତା କାବ୍ୟଟି କାହାର ରଚନା? ଉତ୍ତର ଅର୍ଜୁନ ଦାସ। କେଉଁ ଉତ୍ସବର ବର୍ଣ୍ଣନା କରି କଳ୍ପଲତା କାବ୍ୟଟି ଆରମ୍ଭ କରାଯାଇଛି? ଉତ୍ତର ଜଗନ୍ନାଥଙ୍କର ସ୍ନାନ ପୂର୍ଣ୍ଣିମା। ଲୋକଲୋଚନକୁ ଆସିଥିବା ଅର୍ଜୁନ ଦାସଙ୍କର ତୃତୀୟ ରଚନାଟି କ'ଣ? ଉତ୍ତର ମିଳନ ଚଉତିଶା। ମିଳନ ଚଉତିଶାରେ କାହାର କାହାର ମିଳନ ଘଟିଛି? ଉତ୍ତର ଚନ୍ଦ୍ରାବଳୀ ଓ ଶ୍ରୀକୃଷ୍ଣ। ଅର୍ଜୁନ ଦାସଙ୍କ ରାମବିଭା କାବ୍ୟର ସୁଯୋଗ୍ୟ ସମ୍ପାଦକ କିଏ? ଉତ୍ତର ଆର୍ତ୍ତବଲ୍ଲଭ ମହାନ୍ତି। ଅର୍ଜୁନ ଦାସଙ୍କ ପ୍ରଥମ କାଳ୍ପନିକ କାବ୍ୟ କଳ୍ପଲତା କାହା ସମ୍ପାଦନାରେ ପ୍ରକାଶିତ? ଉତ୍ତର କେଦାରନାଥ ମହାପାତ୍ର। ପରିମଳା କାବ୍ୟର ରଚୟିତା କିଏ? ଉତ୍ତର ନରସିଂହ ସେଣ। ନରସିଂହ ସେଣଙ୍କୁ କେଉଁ ଶତାବ୍ଦୀରେ ଅବସ୍ଥାପିତ କରାଯାଏ? ଉତ୍ତର ଷୋଡ଼ଶ ଶତାବ୍ଦୀର ମଧ୍ୟଭାଗ। ପରିମଳା କାବ୍ୟରେ କେଉଁ ରସର ପ୍ରାବଲ୍ୟ ରହିଛି? ଉତ୍ତର ଆଦିରସ। ପରିମଳା କି ପ୍ରକାର କାବ୍ୟ? ଉତ୍ତର କାଳ୍ପନିକ। ନରସିଂହ ସେଣଙ୍କ ଢଗମୁକ୍ତାବଳୀର ଢଗ ଶବ୍ଦଟି କେଉଁ ଅର୍ଥରେ ବ୍ୟବହୃତ? ଉତ୍ତର ଛାନ୍ଦ। ନରସିଂହ ସେଣଙ୍କ ଅଜବିଳାପ କାବ୍ୟର ବିଷୟବସ୍ତୁ କେଉଁ ସଂସ୍କୃତ କାବ୍ୟରୁ ଆହରଣ କରାଯାଇଛି? ଉତ୍ତର ରଘୁବଂଶ। ଦେଶ ଭାଷାରେ ମୁଁ ଗୀତ ରଞ୍ଚିଲଇଁ ସବୁଙ୍କର ବୁଝିବା ପାଇଁ। ଏ ଉକ୍ତିଟି କେଉଁ କବିଙ୍କର? ଉତ୍ତର ନରସିଂହ ସେଣ। ପରିମଳାର। ପରିମଳା କାବ୍ୟ କାହାଦ୍ୱାରା ସମ୍ପାଦିତ ଓ କେବେ ପ୍ରକାଶିତ? ଉତ୍ତର କେଦାରନାଥ ମହାପାତ୍ର 1961। ନିମ୍ନଲିଖିତ କେଉଁ ରଚନାଟି ନରସିଂହ ସେଣଙ୍କର ନୁହେଁ? ଉତ୍ତର ପ୍ରେମଲୋଚନା। ଏଥିମଧ୍ୟରୁ କେଉଁଟି ଅର୍ଜୁନ ଦାସଙ୍କର ରଚନା ନୁହେଁ? ଉତ୍ତର କଳାବତୀ। ଦାମୋଦର ଦାସଙ୍କ ରସକୁଲ୍ୟା ଚଉତିଶା କେଉଁ ରାଗରେ ରଚିତ? ଉତ୍ତର ରସକୁଲ୍ୟା। ରାଧାକୃଷ୍ଣଙ୍କ ପ୍ରେମଲୀଳା ଆଧାରିତ କପଟ କେଳି କ୍ଷୁଦ୍ର କାବ୍ୟଟିର ରଚୟିତା କିଏ? ଉତ୍ତର କପିଳେଶ୍ୱର ଦାସ। ପାର୍ଥ ଶ୍ରୀଚନ୍ଦନଙ୍କଦ୍ୱାରା କେଉଁ କାଳ୍ପନିକ କ୍ଷୁଦ୍ର କାବ୍ୟଟି ରଚିତ? ଉତ୍ତର କଳାବତୀ। କଳାବତୀ ପାର୍ଥ ଶ୍ରୀଚନ୍ଦନଙ୍କର ରଚନା ନୁହେଁ ତାଙ୍କ ସଭାକବି ବିଷ୍ଣୁ ଦାସଙ୍କର ବୋଲି କିଏ ମତ ଦିଅନ୍ତି? ଉତ୍ତର କେଦାରନାଥ ମହାପାତ୍ର। କଳାବତୀ କାହା ସମ୍ପାଦନାରେ ଓ କେବେ ପ୍ରକାଶିତ? ଉତ୍ତର କେଦାରନାଥ ମହାପାତ୍ର 1961। ପ୍ରବାସ ବାହୁଡ଼ା ଚଉତିଶା, ମନ୍ଦାକିନୀ ଚଉତିଶା, ମାଲ୍ୟବନ୍ତ ଚଉତିଶା, ରଘୁବୀର ଚଉତିଶା ପ୍ରଭୃତି ଚଉତିଶା କେଉଁ କବିଙ୍କ ନାମରେ ମିଳେ? ଉତ୍ତର ବିଷ୍ଣୁ ଦାସ। ଉଷାଭିଳାଷ କାବ୍ୟର ରଚୟିତାଙ୍କ ନାମ କ'ଣ? ଉତ୍ତର ଶିଶୁଶଙ୍କର ଦାସ। ଶିଶୁଶଙ୍କର ଦାସଙ୍କର ଉଷାଭିଳାଷ ବ୍ୟତୀତ ଆଉ କେତୋଟି ରଚନା ରହିଛି? ଉତ୍ତର କୌଣସି ରଚନା ନାହିଁ।
ଉଷାଭିଳାଷର କଥାବସ୍ତୁ କେଉଁ ଗ୍ରନ୍ଥରୁ ଆହରିତ? ଉତ୍ତର ଭାଗବତ ଓ ହରିବଂଶ। 12 ଛନ୍ଦରେ ସମାପ୍ତ ଉଷାଭିଳାଷର ମଙ୍ଗଳାଚରଣରେ କେଉଁ ଦେବତାଙ୍କ ସ୍ତୁତିଗାନ କରାଯାଇଛି? ଉତ୍ତର ଜଗନ୍ନାଥ। କେଉଁ ରସ ଉଷାଭିଳାଷର ମୁଖ୍ୟ ରସ? ଉତ୍ତର ଶୃଙ୍ଗାର ରସ। ରୀତିଯୁଗର ଜଣେ ମୁଖ୍ୟ କବିଙ୍କ ନାମ କୁହ ଯେ କାବ୍ୟ ରଚନା କାଳରେ ଉଷାଭିଳାଷ ଦ୍ୱାରା ଗଭୀର ଭାବେ ପ୍ରଭାବିତ। ଉତ୍ତର ଉପେନ୍ଦ୍ର ଭଞ୍ଜ। ଷୋଡ଼ଶ ଶତାବ୍ଦୀର ଶେଷ ଭାଗରେ ଜୀବିତ କେଉଁ କବି ଚାଟ ଇଚ୍ଛାବତୀ କାବ୍ୟ ରଚନା କରିଥିଲେ? ଉତ୍ତର ବନମାଳୀ ଦାସ। ବନମାଳୀ ଦାସଙ୍କ ଚାଟ ଇଚ୍ଛାବତୀ କାବ୍ୟର ପ୍ରଣୟ ଯୁଗଳ କିଏ? ଉତ୍ତର ଚାରୁ ବ୍ରହ୍ମ ଇଚ୍ଛାବତୀ। ଚାଟ ଇଚ୍ଛାବତୀ ଏକ ସ୍ୱତନ୍ତ୍ର ଧରଣର କଥାବସ୍ତୁ ରହିଛି। ତାହା କ'ଣ? ଉତ୍ତର ଶୁଦ୍ଧ ଔପନ୍ୟାସିକ କଥାବସ୍ତୁ। ଚାଟ ଇଚ୍ଛାବତୀର ଶୁଦ୍ଧ ଔପନ୍ୟାସିକ କଥାବସ୍ତୁର ଅବଲମ୍ବନରେ କେଉଁ ପରବର୍ତ୍ତୀକାଳୀନ କବିଦ୍ୱୟ ପ୍ରତ୍ୟେକ ଇଚ୍ଛାବତୀ କାବ୍ୟ ରଚନା କରିଛନ୍ତି? ଉତ୍ତର ଧନଞ୍ଜୟ ଭଞ୍ଜ ଓ ପଦ୍ମନାଭ ଶ୍ରୀଚନ୍ଦନ। ରଘୁନାଥ ରାଜ ହରିଚନ୍ଦନଙ୍କ ମୁଖ୍ୟ କାଳ୍ପନିକ କାବ୍ୟଟିର ନାମ କ'ଣ? ଉତ୍ତର ଲୀଳାବତୀ। ମତାନ୍ତରେ ଲୀଳାବତୀ କାବ୍ୟଟି କାହାଦ୍ୱାରା ରଚିତ ବୋଲି ଶୁଣାଯାଏ? ଉତ୍ତର ବିଷ୍ଣୁ ଦାସ। ରୁକ୍ମିଣୀ ବିବାହ କାବ୍ୟର ରୁକ୍ମିଣୀଙ୍କୁ କିଏ ବିବାହ କରିଛନ୍ତି? ଉତ୍ତର ଶ୍ରୀକୃଷ୍ଣ। ରୁକ୍ମିଣୀ ବିବାହ କାବ୍ୟରେ କେଉଁ ପ୍ରକାର ପ୍ରୀତିର ଆଧିକ୍ୟ ରହିଛି? ଉତ୍ତର ସ୍ୱକୀୟା ପ୍ରୀତି। କେଉଁ ଗ୍ରନ୍ଥ ରୁକ୍ମିଣୀ ବିବାହ କାବ୍ୟ ସୃଷ୍ଟିର ମୂଳ ଉତ୍ସ? ଉତ୍ତର ଭାଗବତ ଓ ପଦ୍ମପୁରାଣ। ରୁକ୍ମିଣୀ ବିବାହର ସୁଯୋଗ୍ୟ ସମ୍ପାଦକ କିଏ? ଉତ୍ତର ଆର୍ତ୍ତବଲ୍ଲଭ ମହାନ୍ତି। ରହସ୍ୟ ମଞ୍ଜରୀର ରଚୟିତା କିଏ? ଉତ୍ତର ଦେବଦୁର୍ଲ୍ଲଭ ଦାସ। 24ଟି ଛନ୍ଦରେ ବିଭକ୍ତ ରହସ୍ୟ ମଞ୍ଜରୀରେ କାହାର ଶ୍ରେଷ୍ଠତ୍ୱ ପ୍ରତିପାଦିତ? ଉତ୍ତର ଶ୍ରୀରାଧା। ରହସ୍ୟ ମଞ୍ଜରୀର ମଙ୍ଗଳାଚରଣରେ କାହା ଉଦ୍ଦେଶ୍ୟରେ ଭକ୍ତି ଅର୍ଘ୍ୟ ନିବେଦିତ? ଉତ୍ତର ଶ୍ରୀଜଗନ୍ନାଥ। ଐଶ୍ୱର୍ଯ୍ୟ ଲୀଳାଠାରୁ ମାଧୁର୍ଯ୍ୟ ଲୀଳା ଶ୍ରେଷ୍ଠ ବୋଲି କେଉଁ ଗ୍ରନ୍ଥରେ ପ୍ରତିପାଦିତ? ଉତ୍ତର ରହସ୍ୟ ମଞ୍ଜରୀ। ଚାନ୍ଦ ଦାସଙ୍କ ଦ୍ୱାରା ରଚିତ ମାତ୍ର 7ଟି ଛାନ୍ଦ ବିଶିଷ୍ଟ କ୍ଷୁଦ୍ର କାବ୍ୟଟିର ନାମ କ'ଣ? ଉତ୍ତର ଗୋପୀଚନ୍ଦନ। ଗୋପୀଚନ୍ଦନ କାବ୍ୟର କଥାବସ୍ତୁ କେଉଁ କାବ୍ୟର କଥାବସ୍ତୁକୁ ପାଦେ ପାଦେ ଅନୁସରଣ କରେ? ଉତ୍ତର ରହସ୍ୟ ମଞ୍ଜରୀ। ଗୋପୀଚନ୍ଦନ କାବ୍ୟରେ କେଉଁ ପ୍ରେମର ପରାକାଷ୍ଠା ପ୍ରଦର୍ଶିତ? ଉତ୍ତର ଗୋପୀ ପ୍ରେମ। ଗୋପ ଜୀବନ ଚଉତିଶାର କବି କିଏ? ଉତ୍ତର ଗୋପୀଚନ୍ଦନର କବି ଚାନ୍ଦ ଦାସ। ଗୋପଜୀବନ ଶ୍ରୀକୃଷ୍ଣଙ୍କର ମଥୁରା ଗମନ କାଳରେ ଗୋପୀମାନଙ୍କର କ୍ରନ୍ଦନ ଓ ଶ୍ରୀକୃଷ୍ଣଙ୍କର ଶୀଘ୍ର ବାହୁଡ଼ି ଆସିବାର ପ୍ରତିଶ୍ରୁତି କେଉଁ ଚଉତିଶାର କଥାବସ୍ତୁ? ଉତ୍ତର ଗୋପଜୀବନ ଚଉତିଶା। ଆହେ ନୀଳଶୈଳ ପ୍ରବଳ ମତ ବାରଣ ଏହି ଲୋକପ୍ରିୟ ଜଣାଣଟି କାହାର? ଉତ୍ତର ସାଲବେଗ। କେଉଁ କାବ୍ୟଟି ସମକାଳୀନ ଅନ୍ୟ କାବ୍ୟ ଭଳି ସଂସ୍କୃତ ପ୍ରଭାବିତ ହୋଇ ନଥିବାରୁ ପ୍ରଥମ ନିରୋଳା ଓଡ଼ିଆ କାବ୍ୟର ଗୌରବ ଦାବୀ କରେ? ଉତ୍ତର ଶଶୀ ସେଣା। ଶଶୀ ସେଣା କାବ୍ୟଟିର ରଚୟିତା କିଏ? ଉତ୍ତର ପ୍ରତାପ ରାୟ। ଲୌକିକ ପ୍ରଣୟଗାଥାରୁ କେଉଁ କାବ୍ୟର କଥାବସ୍ତୁ ଗୃହୀତ? ଉତ୍ତର ଶଶୀ ସେଣା। କେଉଁ କାବ୍ୟରେ ନାୟକ ନାୟିକାଙ୍କ ଜୀବନର ଗତି ନିୟନ୍ତ୍ରଣରେ ତନ୍ତ୍ରବିଦ୍ୟାର ପ୍ରୟୋଗ କରାଯାଇ କାବ୍ୟଟିକୁ ବାସ୍ତବତା ପରିବର୍ତ୍ତେ ଅଲୌକିକତାରେ ସଂକ୍ରମିତ କରାଯାଇଛି? ଉତ୍ତର ଶଶୀ ସେଣ। ଦିବାକର ଦାସଙ୍କ ଜଗନ୍ନାଥ ଚରିତାମୃତ ଗ୍ରନ୍ଥଟି କେଉଁ ବୃତ୍ତରେ ରଚିତ ହେତୁ ଶ୍ରୁତିମଧୁର? ଉତ୍ତର ନବାକ୍ଷରୀ।
ମଦାଳସା କାବ୍ୟ କାହାଦ୍ୱାରା ରଚିତ? ଉତ୍ତର ହରିହର ନରେନ୍ଦ୍ର। କେଉଁ କାବ୍ୟଟି ମାର୍କଣ୍ଡେୟ ପୁରାଣର 1800 ଅଧ୍ୟାୟ ଆଧାରରେ ରଚିତ? ଉତ୍ତର ମଦାଳସା। ସର୍ପ ସ୍ୱରୂପ ହୋଏ ଖଳ ଜନ, ଯଦି ଦେଇ ତାକୁ କ୍ଷୀର ଭୋଜନ। ଏ ପଦଟି କେଉଁ କବିଙ୍କର? ଉତ୍ତର ଶିଶୁ ଶଙ୍କର ଦାସ। ଚାରି ଭକ୍ତି ମଧ୍ୟରେ ପ୍ରେମ ଭକ୍ତି ଅଟେ ସାର, ସେ ଭକ୍ତି ଅଟେ କୋଠ ଗୋପୀମାନଙ୍କର। ଏ ପଦଟି କେଉଁ କାବ୍ୟରୁ ଆନୀତ? ଉତ୍ତର ରହସ୍ୟ ମଞ୍ଜରୀ। କେଉଁଟିରେ ତଥ୍ୟଗତ ତ୍ରୁଟି ରହିଛି? ଉତ୍ତର ପରିମଳା। ପୌରାଣିକ କଥାବସ୍ତୁ ଆଧାରିତ। କେଉଁ ଦୁଇଟି କାବ୍ୟ ବାଙ୍କୀ ନରେଶ ପଦ୍ମନାଭ ଶ୍ରୀଚନ୍ଦନଙ୍କର? ଉତ୍ତର ଶଶିରେଖା ଓ ଇଚ୍ଛାବତୀ। ପ୍ରାଚୀ ସମିତି ଦ୍ୱାରା ପ୍ରକାଶିତ ପଦ୍ମନାଭ ଶ୍ରୀଚନ୍ଦନଙ୍କ ଶଶିରେଖା କାବ୍ୟର ସୁଯୋଗ୍ୟ ସମ୍ପାଦକ କିଏ? ଉତ୍ତର ବିଚ୍ଛନ୍ଦ ଚରଣ ପଟ୍ଟନାୟକ। କ ସ୍ତମ୍ଭ ସହିତ ଖ ସ୍ତମ୍ଭକୁ ସମ୍ବନ୍ଧିତ କର। କ ସ୍ତମ୍ଭ ଖ ସ୍ତମ୍ଭ। ପ୍ରଥମ କାଳ୍ପନିକ କାବ୍ୟ କଳ୍ପଲତା। ପ୍ରଥମ ଛନ୍ଦବଦ୍ଧ କାବ୍ୟ ରାମବିଭା। ଲୌକିକ ପ୍ରଣୟଗାଥା ଶଶିସେନ। ଗୋପୀ ପ୍ରେମର ପରାକାଷ୍ଠା ଗୋପୀଚନ୍ଦନ। କ ସ୍ତମ୍ଭ ସହିତ ଖ ସ୍ତମ୍ଭକୁ ସମ୍ବନ୍ଧିତ କର। କ ସ୍ତମ୍ଭ ଖ ସ୍ତମ୍ଭ। ରହସ୍ୟ ମଞ୍ଜରୀ ମାଧୁର୍ଯ୍ୟ ଲୀଳା ଶ୍ରେଷ୍ଠ ଲୀଳା। ମଦାଳସା ମାର୍କଣ୍ଡେୟ ପୁରାଣ। କଳାବତୀ କାଳ୍ପନିକ କଥାବସ୍ତୁ। ଉଷାଭିଳାଷ ଭାଗବତ ଓ ହରିବଂଶର କଥାବସ୍ତୁ। କ ସ୍ତମ୍ଭରେ ଥିବା ନାୟକମାନଙ୍କୁ ଖ ସ୍ତମ୍ଭରେ ଥିବା ନାୟିକାମାନଙ୍କ ସହିତ ମିଳନ କରା। କ ସ୍ତମ୍ଭ ଖ ସ୍ତମ୍ଭ। ଅମର ଶିଖର କଳ୍ପଲତା। ସୁଧାକର ପ୍ରେମଲୋଚନା। ଦାରୁବ୍ରହ୍ମ ଇଚ୍ଛାବତୀ। ଅନିରୁଦ୍ଧ ଉଷା। କ ସ୍ତମ୍ଭ ସହିତ ଖ ସ୍ତମ୍ଭକୁ ଯୋଡ଼ି ପ୍ରାସଙ୍ଗିକ କର। କ ସ୍ତମ୍ଭ ଖ ସ୍ତମ୍ଭ। ରସକୁଲ୍ୟା ଚଉତିଶା ଦାମୋଦର ଦାସ। ମିଳନ ଚଉତିଶା ଅର୍ଜୁନ ଦାସ। ପ୍ରବାସ ବାହୁଡ଼ା ଚଉତିଶା ବିଷ୍ଣୁ ଦାସ। ଗୋପୀଜୀବନ ଚଉତିଶା ଚାନ୍ଦ ଦାସ। କ ସ୍ତମ୍ଭ ସହିତ ଖ ସ୍ତମ୍ଭକୁ ଯୋଡ଼। କ ସ୍ତମ୍ଭ ଖ ସ୍ତମ୍ଭ। ଦେବଦୁର୍ଲ୍ଲଭ ଦାସ। ରହସ୍ୟ ମଞ୍ଜରୀ ଚାନ୍ଦ ଦାସ। ଗୋପୀଚନ୍ଦନ। କାର୍ତ୍ତିକ ଦାସ ରୁକ୍ମିଣୀ ବିଭା। ଶିଶୁ ଶଙ୍କର ଦାସ ଉଷାଭିଳାଷ। କ ସ୍ତମ୍ଭର ସ୍ରଷ୍ଟାଙ୍କୁ ଖ ସ୍ତମ୍ଭର ସୃଷ୍ଟି ସହିତ ଯୋଡ଼। କ ସ୍ତମ୍ଭ ଖ ସ୍ତମ୍ଭ। ଲୀଳାବତୀ ରଘୁନାଥ ରାଜ ହରିଚନ୍ଦନ। ଚାଟ ଇଚ୍ଛାବତୀ ବନମାଳୀ ଦାସ। କଳାବତୀ ପାର୍ଥ ଶ୍ରୀଚନ୍ଦନ। କଳ୍ପଲତା ଅର୍ଜୁନ ଦାସ। କ ସ୍ତମ୍ଭର ସ୍ରଷ୍ଟାଙ୍କୁ ଖ ସ୍ତମ୍ଭର ସୃଷ୍ଟି ସହିତ ଯୋଡ଼। କ ସ୍ତମ୍ଭ ଖ ସ୍ତମ୍ଭ। ରାମବିଭା ଅର୍ଜୁନ ଦାସ। ରୁକ୍ମିଣୀ ବିଭା କାର୍ତ୍ତିକ ଦାସ। ପରିମଳା ନରହରି ସେଣ। ପରିମଳା ନରସିଂହ ସେଣ। ମଦାଳସା ହରିହର ନରେନ୍ଦ୍ର। ପ୍ରାକ୍ ରୀତି ସାହିତ୍ୟ ପାର୍ଟ 2। ପ୍ରାକ୍ ରୀତି ଯୁଗର କେତେଜଣ ପ୍ରମୁଖ କବିଙ୍କ ନାମୋଲ୍ଲେଖ କର। ଉତ୍ତର ଅର୍ଜୁନ ଦାସ, ଶିଶୁ ଶଙ୍କର ଦାସ, ନରସିଂହ ସେଣ, କାର୍ତ୍ତିକ ଦାସ, ବିଷ୍ଣୁ ଦାସ, ବନମାଳୀ ଦାସ, ଦେବଦୁର୍ଲ୍ଲଭ ଦାସ, ପ୍ରତାପ ରାୟ ପ୍ରମୁଖ। ରାମବିଭାର ସମ୍ପାଦିତ ରୂପ କେବେ ପ୍ରକାଶିତ? ଉତ୍ତର 1953 ଖ୍ରୀଷ୍ଟାବ୍ଦ। କେଦାରନାଥ ମହାପାତ୍ର ସ୍ୱ-ସମ୍ପାଦନାରେ କେବେ କଳ୍ପଲତା କାବ୍ୟଟି ପ୍ରକାଶ କରିଥିଲେ? ଉତ୍ତର 1961 ଖ୍ରୀଷ୍ଟାବ୍ଦ। ନରସିଂହ ସେଣଙ୍କ କେଉଁ କାବ୍ୟଟି ଉପେନ୍ଦ୍ର ଭଞ୍ଜଙ୍କ କାବ୍ୟ କୋଟିବ୍ରହ୍ମାଣ୍ଡ ସୁନ୍ଦରୀ ଓ ଲାବଣ୍ୟବତୀର ପଥପ୍ରଦର୍ଶକ ଭାବରେ ଗୃହୀତ ହୋଇପାରେ? ଉତ୍ତର ପରିମଳା। ନାୟକ ନାୟିକାଙ୍କର ମାନସିକ ବିଶ୍ଳେଷଣ ନରସିଂହ ସେଣଙ୍କ କେଉଁ କାବ୍ୟର ବିଶେଷତ୍ୱ? ଉତ୍ତର ପରିମଳା।
ପରିମଳା ବ୍ୟତୀତ ନରସିଂହ ସେଣଙ୍କର ଆଉ କେତୋଟି ଗ୍ରନ୍ଥର ନାମଲେଖ କର। ଉତ୍ତର ଗୋପକେଳି, ଅଜବିଳାପ, ଢଗ ମୁକୁତାବଳୀ, ଢଗମାଳା ଇତ୍ୟାଦି। ଉଷାଭିଳାଷ କାବ୍ୟର ଏପରି ନାମକରଣ କାହିଁକି? ଉତ୍ତର କାବ୍ୟରେ ଉଷାର ଅନିରୁଦ୍ଧକୁ ପାଇବାର ଅଭିଳାଷ ପୂରଣ ହୋଇଥିବାରୁ। ଶୃଙ୍ଗାର ରସ ଉଷାଭିଳାଷର ମୁଖ୍ୟ ରସ ହୋଇଥିଲା ବେଳେ କେଉଁ କେଉଁ ଗୌଣ ରସର ଉପସ୍ଥିତି ବି ଏଥିରେ ରହିଛି? ଉତ୍ତର ବୀରରସ ଓ କରୁଣ ରସ। ଲୀଳାବତୀ ବ୍ୟତୀତ ଆଉ କେଉଁ ଦୁଇଟି କାବ୍ୟ ରଘୁନାଥ ରାଜ ହରିଚନ୍ଦନ ରଚନା କରିଥିଲେ? ଉତ୍ତର ରସବତୀ ଓ ଶକୁନ୍ତଳା। କାର୍ତ୍ତିକ ଦାସଙ୍କ ରୁକ୍ମିଣୀ ବିବାହ କାବ୍ୟ କେତୋଟି ଛାନ୍ଦ ବିଶିଷ୍ଟ? ଉତ୍ତର 10 ଛାନ୍ଦ ବିଶିଷ୍ଟ। ଶ୍ରୀକୃଷ୍ଣଙ୍କ ବାଲ୍ୟଲୀଳାକୁ କେନ୍ଦ୍ର କରି ରଚିତ କାର୍ତ୍ତିକ ଦାସଙ୍କର କେଉଁ କାବ୍ୟଟି ଏପର୍ଯ୍ୟନ୍ତ ଅପ୍ରକାଶିତ? ଉତ୍ତର ନବାନୁରାଗ। ବିଷ୍ଣୁ ଦାସ କେଉଁ କେଉଁ ରାଜାଙ୍କର ସଭାକବି ଥିଲେ? ଉତ୍ତର ପ୍ରଥମେ ରଣପୁର ରାଜା ପାର୍ଥ ଶ୍ରୀଚନ୍ଦନଙ୍କର ଓ ପରେ ବାଣପୁର ରାଜା ରଘୁନାଥ ରାଜ ହରିଚନ୍ଦନଙ୍କର। କାବ୍ୟ ନାୟିକାର ନାମାନୁସାରେ କାବ୍ୟର ନାମକରଣ ହୋଇଥିବା କେତୋଟି କାବ୍ୟର ନାମ ଲେଖ। ଉତ୍ତର କଳ୍ପଲତା, ପ୍ରେମଲୋଚନା, ଚାଟ ଇଚ୍ଛାବତୀ, ଉଷାଭିଳାଷ, ଶଶିସେଣା, ପରିମଳା, ମଦାଳସା, ଶଶିରେଖା ପ୍ରଭୃତି।